ମାନସିକ କଲେ ଫିଟେ ବିଦେଶ ଯାତ୍ରାର ବାଟ। ମନ୍ଦିରରେ ଧନୀ ଗରିବ ସମସ୍ତେ ସମାନ। ମନ୍ଦିରରେ ନାହିଁ ଦାନବାକ୍ସ କିମ୍ବା ଭିଆଇପି ଦର୍ଶନର ସୁବିଧା। କ'ଣ ଆପଣ ବିଦେଶ ଯିବାକୁ ଚାହୁଁଛନ୍ତି କିନ୍ତୁ ଭିସା ମିଳିବାରେ ସମସ୍ୟା ହେଉଛି କି? ତେବେ ଆଜିର ଉପସ୍ଥାପନା କେବଳ ଆପଣଙ୍କ ପାଇଁ। ହଁ ଦର୍ଶକ ବନ୍ଧୁ, ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ମୁଣ୍ଡିଆ ମାରିଲେ ଆପଣଙ୍କ ବିଦେଶ ଯାତ୍ରାର ବାଟ ଫିଟିଯିବ। ହୁଏତ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ହଜାର ହଜାର ଭକ୍ତଙ୍କ ପାଇଁ ଏହା ଏକ ପରମ ସତ୍ୟ। ଆସନ୍ତୁ ଜାଣିବା ହାଇଦ୍ରାବାଦର ସେହି ରହସ୍ୟମୟ ଭିସା ବାଲାଜୀ ମନ୍ଦିର ବିଷୟରେ। ହାଇଦ୍ରାବାଦର ଚିଲକୁର ଗ୍ରାମରେ ଅବସ୍ଥିତ ଏହି ପ୍ରାଚୀନ ଭଗବାନ ବାଲାଜୀଙ୍କ ମନ୍ଦିର। ଏହାକୁ ଭିସା ବାଲାଜୀ ମନ୍ଦିର ବୋଲି ମଧ୍ୟ କୁହାଯାଏ। ପ୍ରତି ସପ୍ତାହରେ ଏଠାରେ ପ୍ରାୟ ৭୫,୦୦୦ରୁ 1 ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ହୁଏ। ବିଶେଷ କରି ସେହିମାନେ ଏଠାକୁ ଆସନ୍ତି ଯେଉଁମାନେ ବିଦେଶ ଯିବାକୁ ଇଚ୍ଛା ରଖିଥାନ୍ତି କିମ୍ବା ଯାହାଙ୍କର ଭିସା ରିଜେକ୍ଟ ହୋଇଯାଇଥାଏ। ବିଶ୍ୱାସ ରହିଛି ଯେ ଏଠାରେ ପ୍ରାର୍ଥନା କଲେ ବିଦେଶ ଯାତ୍ରାରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ। କିନ୍ତୁ ଏହି ମନ୍ଦିରର ଏକ ନିଆରା ପରମ୍ପରା ରହିଛି। ଲୋକକଥା ଅନୁସାରେ ଭକ୍ତମାନେ ଯେତେବେଳେ ଭିସା ପାଇଁ ମାନସିକ କରନ୍ତି ସେତେବେଳେ ସେମାନେ ମନ୍ଦିରକୁ 11 ଥର ପ୍ରଦକ୍ଷିଣା କରିଥାନ୍ତି। ଆଉ ଯେତେବେଳେ ସେମାନଙ୍କ ମାନସିକ ପୂରଣ ହୁଏ ବା ଭିସା ମିଳିଯାଏ ସେତେବେଳେ ସେମାନେ ପୁଣି ଥରେ ମନ୍ଦିରକୁ ଆସି 108 ଥର ପ୍ରଦକ୍ଷିଣା କରି ଭଗବାନଙ୍କୁ କୃତଜ୍ଞତା ଜଣାଇଥାନ୍ତି। ଏହି ମନ୍ଦିରର ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ କଥା ହେଲା ଏଠାରେ କୌଣସି ଦାନ ଦକ୍ଷିଣା ଗ୍ରହଣ କରାଯାଏ ନାହିଁ। ଏପରିକି ଏଠାରେ କୌଣସି ଭିଆଇପି ଦର୍ଶନର ବ୍ୟବସ୍ଥା ମଧ୍ୟ ନାହିଁ। ଅର୍ଥାତ୍ ରାଜା ହେଉ କି ପ୍ରଜା, ଏହି ମନ୍ଦିରରେ ସମସ୍ତେ ସମାନ। ଚିଲକୁର ବାଲାଜୀ ମନ୍ଦିର କେବଳ ଏକ ଧାର୍ମିକ ସ୍ଥଳ ନୁହେଁ, ବରଂ ହଜାର ହଜାର ଯୁବପିଢ଼ିଙ୍କ ଆଶାର କେନ୍ଦ୍ରବିନ୍ଦୁ। ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଆଗକୁ ଗଲେ ବି ଏହି ଅଦୃଶ୍ୟ ବିଶ୍ୱାସ ଆଜି ବି ଅନେକଙ୍କୁ ବାଟ ଦେଖାଉଛି। ଆଜିର ଏହି ଉପସ୍ଥାପନାଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ସବୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ OTV ଡିଜିଟାଲ। ବ୍ୟୁରୋ ରିପୋର୍ଟ OTV ଡିଜିଟାଲ।